ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ପଢିଲେ ଭିତର କିଲେ କି ମଇନା କି ଉଡି ବଜ୍ର ଯାଏ ଦୁ ବହୁତ ଦୂରେ ପଡି। ଦେଖ ପିଲେ ତମମାନଙ୍କୁ 137 ପେଜ କୁ ଦେଖ। ହଁ, ভিতর কিলে কি মইনা কবুড়ি বজ্র গায়ে বহুত দূরে পড়ি। ଭିତର କିଲେ କହିଲେ କଣ? ବିତର୍କ କହିଲେ ପିଲେ ଭାବିଲେ, ବିଚାର କଲେ, ତର୍କ ବିତର୍କ କଲେ। କେଉଁମାନେ କଲେ? କିସ୍କିନ୍ଦାବାସୀ ମାନେ ଭାବିଲେ ଯେ ମଇନାକ ପାହାଡ କଣ ଉଡିଗଲା କି ସତରେ? ଏବଂ କଣ ଆଉ ତା ଏବଂ କଣ ଆଉ ମଧ୍ୟ ବିଚାର କରୁଛନ୍ତି? ଯେ ବିଚାର କରୁଛନ୍ତି ଭିତର କିଲେ କି ମଇନା କି ଉଡି ବଜ୍ର ଗାଏ ବହୁତ ଦୂରେ ପଡି। ହୁଁ? ବଜ୍ର ଘାଏ, ବୁଝିପାରିଲା? ବଜ୍ର ଘାଏ, ବଜ୍ର ଘାଏ କହିଲେ ବଜ୍ର ଆଘାତରେ। କଣ ବଜ୍ର ଆଘାତରେ? ଦେଖ ପିଲେ ତମେ ମାନେ ମଧ୍ୟ ଜାଣିଛ ପର୍ବତର ଅନ୍ୟ ନାମ ହଉଛି ନଗ। ପର୍ବତକୁ ନଗ କାହିଁକି କୁହାଯାଏ? ତମେ ମାନେ ପ୍ରଶ୍ନ କରିବ ସାର୍ ପର୍ବତକୁ ନଗ କାହିଁକି କୁହାଯାଏ? ଦେଖ ନଗ କହିଲେ କଣ ନା ଗଛତି ଇତି ନଗ ମାନେ ଯିଏ ଚଳନ ଶକ୍ତି ବିହୀନ, ଯିଏ ଚଳନ ଶକ୍ତି ବିହୀନ ହୋଇଛି। ଲାଇକ ଫର ଏକ୍ସାମ୍ପଲ କୁଆଡେ ଯାଇପାରେନି ପଡେ, କୁଆଡେ ଯାଇ ଆସିପାରେନି ଯେ ପଡେ। ପରନ୍ତୁ ପୂର୍ବ ସମୟରେ ପର୍ବତ ମାନଙ୍କର ପକ୍ଷ ଥିଲା, ଯେମିତି ଚଢେଇ ମାନଙ୍କର ପକ୍ଷ ଡେଣା ଅଛି, ପର୍ବତ ମାନଙ୍କର ବି ସେଇପରି ମେ ବି ଡେଣା ଥିଲା। ଏବଂ ପର୍ବତ ମାନେ ଉଡୁଥିଲେ। ପୂର୍ବ ସମୟରେ ଯେତେବେଳେ ଉଡୁଥିଲେ ସେତେବେଳେ ଜନପଦ ପ୍ରତି ବିପଦ ଥିଲା। କାହିଁକି ନା ଏଡେ ବଡ ଜିନିଷଟେ ଉଡିବ, ପାହାଡଟିଏ ଉଡିବ, ସମସ୍ତେ ଭୟ କରିବେ କି ନା ନାଇଁ? ସେତେବେଳେ ସମସ୍ତେ ଭୟ କଲେ। ଇନ୍ଦ୍ର ଦେବରାଜ ଏକଥା ଯେତେବେଳେ ଶୁଣିଲେ ପ୍ରଜା ମାନଙ୍କର ବିକଳ, ଯେତେବେଳେ ଦେବରାଜ ଇନ୍ଦ୍ର ଶୁଣିଛନ୍ତି ସେ କଣ କଲେ? ବଜ୍ର ଆଘାତରେ, ବଜ୍ର ଆଘାତରେ ପର୍ବତ ମାନଙ୍କର ଯୋଉ ପକ୍ଷ ଥିଲା ତାକୁ ଛେଦନ କଲେ। ସେଇଦିନ ଠାରୁ ପର୍ବତମାଳା ଆଉ ଚାଲି ପାରୁନାହାନ୍ତି, ଗୋଟିଏ ସ୍ଥାନରେ ଅଛନ୍ତି। ବୁଝିପାରିଲା? ତାପରେ କଣ ହେଇଛି ନା ରାମଚନ୍ଦ୍ର ବାମ ଚରଣ ଅସ୍ଥିର ପର୍ବତ, ଦୁନ୍ଧେବି ଅସ୍ଥିର ପର୍ବତକୁ ଯେତେବେଳେ ଆକାଶ ମାର୍ଗକୁ ପଠେଇ ଦେଇଛନ୍ତି, କିସ୍କିନ୍ଦାବାସୀ ମାନେ ଭାବିଛନ୍ତି ବିତର୍କ କରିଛନ୍ତି ଯେ ସତେ ନା କଣ ମଇନାକ ପାହାଡକୁ ଆଉଥରେ ଇନ୍ଦ୍ର ବଜ୍ର ଆଘାତରେ ବହୁତ ଦୂରକୁ ଫୋପାଡି ଦେଲେ କି ଆଉ? ତାପରେ କଣ ଦେଖ, ଭିତର କିଲା କି ମଇନା କି ଉଡି ବଜ୍ର ଯାଏ ବହୁତ ଦୂରେ ପଡି। ବୁଝିପାରିଲା? ବଜ୍ର ଆଘାତରେ ବହୁତ ଦୂରକୁ ପଡିଗଲା ବୋଲି ସମସ୍ତେ ବିଚାର କଲେ। ବୁଝିପାରିଲା? କିନ୍ତୁ ଏଠି ଯେତେବେଳେ ଏକଥା ପ୍ରଥମ ପରୀକ୍ଷାରେ ସଫଳତାର ସହିତ ପ୍ରଭୁ ମୋର ଉତ୍ତୀର୍ଣ୍ଣ ହେଇଛନ୍ତି, ସୁଗ୍ରୀବ ମନରେ କିନ୍ତୁ କଣ ହେଲା? ବିକଳ୍ପତା ଉପଜିଲା। ବୁଝିପାରିଲା? ତମେ ମାନେ କହିବ ବିକଳ୍ପତା ଉପୁଜିଲେ ସୁଗ୍ରୀବ। ଦେଖ ତାପରେ କଣ କହିଛନ୍ତି, ବିକଳ୍ପିତା ଉପୁଜିଲେ ସୁଗ୍ରୀବେ ବଣ ଗୋରୁଏ ହୋଇଥିଲା ପୂର୍ବେ। ବିକଳ୍ପିତା ଉପୁଜିଲା। ବିକଳ୍ପିତା କହିଲେ କଣ? ସନ୍ଦେହ ମାନେ ବିପରୀତ କଳ୍ପନା। ବିକଳ୍ପତା ସନ୍ଦେହ ଜାତ ହେବା। କାହା ମନରେ ସନ୍ଦେହ ଜାତ ହେଲା? ସୁଗ୍ରୀବଙ୍କ ମନରେ। ଉପୁଜିଲା ମାନେ ସୃଷ୍ଟି ହେଲା ସନ୍ଦେହ। କାହିଁକି ସୃଷ୍ଟି ହେଲା? କିରେ ସୁଗ୍ରୀବ ତ ପରୀକ୍ଷା କରିବା ପାଇଁ ରାମଚନ୍ଦ୍ରଙ୍କୁ କହିଲେ, ଦେଖାଅ ପ୍ରଭୁ ଏଇଟାକୁ ଉଠେଇ ପାରୁଛନ୍ତି ନା ନାଇଁ? ପ୍ରଭୁ କଣ କଲେ? ବାମ ଗୋଡେ ଖାଲି ବୃଦ୍ଧା ଆଙ୍ଗୁଳି ଲଗେଇକି ଦେଲେ, ଉଡିଗଲା। ଯେତେବେଳେ ଉଡିଗଲା ସୁଗ୍ରୀବ କହିଲେ ନା ଠିକ ହେଲାନି ଆଜ୍ଞା। କଣ ଠିକ ହେଲାନି? ସୁଗ୍ରୀବ ମନରେ ସନ୍ଦେହ ଜାତ ହେଲା। କଣ ସନ୍ଦେହ ଜାତ ହେଲା? ନା ବଡ ଗରୁଏ ଥିଲା ପୂର୍ବେ। ବୁଝିପାରିଲା? ବଡ ଗରୁ ଥିଲା ପୂର୍ବେ। ବଡ ଗରୁ କହିଲେ ପିଲେ କଣ?
ବଡ ଓଜନିଆ ଏ ହୋଇଥିଲା ପୂର୍ବେ। ଆରେ ପୂର୍ବ ସମୟରେ ସିନା ଓଜନିଆ ହେଇଥିଲା, ଯେତେବେଳେ ମୋ ଭାଇ ବାଳି ମୋ ୟା ସହିତ ଲଢେଇ କରିଥିଲେ ସେତେବେଳେ ସିନା ୟା ଓଜନିଆ ଥିଲା। ଯେତେବେଳେ ଏହା 1000 ହାତୀର ସହିତ ସମାନ ହୋଇଥିଲା, ଯେତେବେଳେ ଏହା ମଇଁଷି ରୂପ ଧାରଣ କରି ଆସିଥିଲା, ପରନ୍ତୁ ଏବେ ତ ନୁହେଁ, ଏବେ ସିନା ତାର ଅସ୍ଥି ଗୁଡାକ ପଡିଛି। ବଡ ଗରୁ ଏ ହୋଇଥିଲା ପୂର୍ବେ। ହଁ, ଦେଖ ପିଲେ, ବଡ ଗରୁ ଏ ହୋଇଥିଲା ପୂର୍ବେ। ହୁଁ, ପୂର୍ବ ସମୟରେ ଏହା ବହୁତ ବଡ ଓଜନିଆ ହୋଇଥିଲା ଏବଂ ତା ସହିତ ପୂର୍ବ ସମୟରେ କଣ ଥିଲା, ତାପରେ ଦେଖ ପିଲେ ପୂର୍ବ ସମୟରେ କଣ ଥିଲା, ବସା ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ ବିନା ସତ ପୁରୀ ବସେ ସେମାନ। ତାମାନେ ଦେଖ କଣ ହଉଛି, କଣ କହୁଛନ୍ତି ନା ଏଠି କୁହାଯାଉଛି ବସା ଆଦି ମାଂସ, ବୁଝିପାରିଲା, ବସା ଆଦି ମାଂସରେ, ମାନେ ବସିଲେ କହିଲେ କଣ, ଦେଖ ପିଲେ ବସା କହିଲେ କଣ, ବସା କହିଲେ ମଜା, ବା ଆମେ ଯଦି କହିବା ଚର୍ବି, ଯାହାକୁ ଆମେ କହୁଛେ ଚର୍ବି, ତୈଳମୟ ରସ, ବୁଝିପାରିଲେ ନା ନାଇଁ, ଯାହାକୁ କହନ୍ତି ବସା, ମାନେ ଚର୍ବି ଆମେ ଯାହାକୁ କହୁଛେ। ଆଦି ମାଂସ, ଦେଖ ପିଲେ ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ, ସେ ସମୟରେ, ପୂର୍ବ ସମୟରେ ତା ସହିତ କଣ ସମ୍ପୂର୍ଣ୍ଣ ଥିଲା, ମାନେ ଯଦି କହିବା ତାର ଚର୍ବି ଥିଲା, ମାଂସ ଥିଲା, ଚର୍ମ ମଧ୍ୟ ଥିଲା, ସେତେବେଳେ ସବୁ ଥିଲା, ପରନ୍ତୁ ସେଗୁଡିକ ଏବେ ଆଉ ନାହିଁ, ମାନେ ସେଗୁଡିକ ସୁଗ୍ରୀବ କଣ କରୁଛନ୍ତି, ତାପରେ ଦେଖ ପିଲେ, ବିନା ସତ ପୁରିବେ ସେମାନ, ବିନାଶ, ବିନାଶ ହୋଇଛନ୍ତି, ବୁଝିପାରିଲା, ସେଗୁଡିକ ଆଉ ନାହାନ୍ତି, ସେଗୁଡିକ ଯେଉଁ ମାଂସ, ମାନେ ଦୁନ୍ଦୁଭି ରାକ୍ଷସର ଯେଉଁ ମାଂସ, ଚର୍ବି, ଚର୍ମ ଏସବୁ କଣ ହେଇଛି, ପୁରୀ ସରି ପୁତି ବସେ, ଏହା ଏହାର ଯାଇଛି, ପୁତିବେଶ ହୋଇଯାଇଛି, ପୁତିବେଶ କହିଲେ କଣ, ପଚି ଯାଇଥିବାରୁ, ବୁଝିପାରିଲା, ପୁତିବେଶ ପଚି ଯାଇଥିବାରୁ ସେଗୁଡିକ, ମାନେ ଦୁନ୍ଦୁଭି ରାକ୍ଷସର ଚର୍ମ, ତାର ଯୋଉ ଚର୍ବି, ମାଂସ ଆଜି ପଚି ଯାଇଥିବାରୁ ଖାଲି ସେ ଅସ୍ଥି ଗୁଡିକ ଥିଲା, ଶୁଖିଲା, ଶୁଖି ଶୁଷ୍କ ଅସ୍ଥି ଗୁଡିକ ପଡିଛି, ତ ରାମଚନ୍ଦ୍ର ଖାଲି ବାଁ ପଦାରେ ଲଗାଉ ଲଗାଉ ଉଡିଗଲା, ତାପରେ କଣ ନା, ମାନେ ବଡ ଗୋରୁ, ବୁଝିପାରିଲା, ସେ ସବୁ ସେ ପୂର୍ବ ସମୟରେ ବଡ ଗରୁ ହୋଇଥିଲା, ପରନ୍ତୁ ଏବେ ତାର ଓଜନ ନାହିଁ, ହାଲକା, ତେଣୁ ପ୍ରଭୁ ପାଦ ଲଗେଇ ଲଗଉ ଉଡିଗଲା। ଏବେ ଏ ପରୀକ୍ଷାଟା ହେଲାନି, ମୋ ସୁଗ୍ରୀବ କହୁଛନ୍ତି ନା ଏ ପରୀକ୍ଷାଟା ହେଲାନି ମୋ, ମୋ ମନ ମାନିଲାନି ଆଜ୍ଞା, ହେ ପ୍ରଭୁ ଆପଣ ଆଉ ଗୋଟେ ପରୀକ୍ଷା ଦେବେ, ତାପରେ ଆଉ ଗୋଟେ, ତାପରେ ଆଉ ଗୋଟେ କଣ, ତାପରେ ଦେଖ ପିଲେ କଣ, ପୁଣି ସୁଗ୍ରୀବ କହୁଛନ୍ତି, କଣ କହୁଛନ୍ତି, ବିବସ୍ୱାନ କିରଣେ ଶୁଷ୍କ ଭାବ ବহে ବାଳି ଦେବେ ଏକ ରାଘବ, ବିବସ୍ୱାନ, ଦେଖ ପିଲେ ବିବସ୍ୱାନ, ବିବସ୍ୱାନ କହିଲେ ସୂର୍ଯ୍ୟ ଦେବଙ୍କର କିରଣରେ ଶୁଖି ଯାଇଛି, କଣ ଶୁଖି ଯାଇଛି ନା, ସେ ଯେତେବେଳେ ବାଳି ବଧ କରିଥିଲେ ଦୁନ୍ଦୁଭି ରାକ୍ଷସକୁ, ତାକୁ ଟେକିକି ଘୁରେଇ ଘୁରେଇ ଫୋପାଡି ଦେଇଥିଲେ, ଫୋପାଡି ଦେଲେ ପରେ ସେଗୁଡିକ ସବୁ ପଚି ଗଲାଠୁ, ତାର ମାଂସ, ଚର୍ମ, ତାର ଯୋଉ ଚର୍ବି ପଚି ଗଲାଠୁ କଣ ହେଇଛି, ଏବଂ ସୂର୍ଯ୍ୟଦେବଙ୍କ କିରଣରେ ସେ ସବୁ ଶୁଖି ଯାଇଛି, ବୁଝିପାରିଲା, ଶୁଖିକି ସବୁ ହାଲକା ହେଇଯାଇଛି, ହାଲକା ହୋଇଯାଇଥିବାରୁ କଣ ହେଇଛି, ରାଘବ କଣ କରିଛନ୍ତି, ତାକୁ ଫୋପାଡି ଦେଇଛନ୍ତି, ସେ କଥା ଭାବୁଛନ୍ତି କିଏ, ସୁଗ୍ରୀବ, ସୁଗ୍ରୀବ ଭାବୁଛି, ଏବଂ ସୁଗ୍ରୀବ ଆଉ କଣ କହୁଛନ୍ତି, ଦେଖ ପିଲେ ଏସବୁ ସ୍କ୍ରିନକୁ ଦେଖ ପିଲେ, ଏସବୁ ତମମାନଙ୍କ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଆଜି ପାଇଁ ବାସ୍ ଏତିକି।